ଦେଶରେ ଜଣେ ରାଜା ଥାନ୍ତି। ତାଙ୍କର ଗୋଟିଏ ପୁଅ ନାଁ ହେଲା ବିଶିକେଶନ। ଚାରି ପାଠରେ ଟାଣ। ଏବେ ହାତକୁ ଦିହାତ ହେଇଛନ୍ତି। ରଜାଙ୍କ ବୟସ 4-20। ପାଚିଲା ଆମ୍ବ କେତେବେଳେ ଝଡ଼ି ପଡ଼ିବେ କିଏ କହିବ। ରଜା ଘର ଧନ ଉଭା ଯେତେ ପୋତା ସେତେ। ପୁଅ ଅତି ପଦଖର୍ଚ୍ଚୀ, ସ୍ତ୍ରୀ ତ ତହୁଁ ବଳି। କେତେ କଷ୍ଟରେ ମଣିଷ ଧନ ରୋଜଗାର କରେ, ଯେ ଦେହରୁ ଝାଳ ବୁହାଇ ଅର୍ଜନ ନ କରେ ସେ ତାର ମୂଲ୍ୟ ବୁଝିପାରେନି। ପାଣି ପରି ଖର୍ଚ୍ଚ କରି ପକାଏ। ଶେଷ ସେଜରେ ଶୋଇଲେ ପଛକେ ରାଜା ପୋତା ଧନ କଥା ରାଣୀ ଆଉ ଯୁବରାଜଙ୍କୁ କହିଲେନି। ବହୁତ ଘରର ଲକ୍ଷ୍ମୀ, ସେ ଧନରତ୍ନ ଠିକଣା କରି ସମ୍ପାଦି ରଖିବ। ଅସମୟ ବେଳେ ପୁଅ ହାତରେ ଦେବ। ତେଣୁ ବୋହୂ କାନରେ ଶେଷ କଥା କହିଦେଇ ରାଜା ଶେଷ ନିଶ୍ୱାସ ତ୍ୟାଗ କଲେ। ବୋହୂ ବୁଝିଲା, ପାଣିକୁଣ୍ଡ ତଳେ ଲକ୍ଷେ, ଯେଉଁ ପଥର ଉପରେ ବସି ମାଜଣା ହୁଅନ୍ତି ତା ତଳେ ଲକ୍ଷେ ପୋତା ହେଇଛି। ହାତୀଦାନ୍ତ ପଲଙ୍କର ପ୍ରତି ଖୁରା ତଳେ 1000 ଲେଖାଏଁ ସୁନା ଏଇଟା ସାଇତା ହେଇଛି। ବୋଉ ସେ କଥା ପେଟରେ ରଖିଲା। ବାପାଙ୍କ କାଳ ହେଲା ପରେ ଗାଦିରେ ବସି ବିଶିକେଶନ ଭାବିଲେ, ଯାହା ପଛେ ଖର୍ଚ୍ଚ ହେଉ। ହାତ ମୁଠା ଖୋଲିଦେଲେ, ଧୁମଧାମ ଯୋଗାଡ଼ ଲାଗିଗଲା। ଭୋରି ଭୋଜନ ଖାଇ ମୁହଁ ପୋଛି ପ୍ରଜାଏ ଚାଲିଗଲେ। ସମସ୍ତଙ୍କ ତୁଣ୍ଡରେ ଧନ୍ୟ ଧନ୍ୟ ପଦ। କଥାରେ ଅଛି, ଖର୍ଚ୍ଚକୁ ଘୋଡ଼ା ଦୌଡ଼ ସରି ନୁହେଁ। ଗୁଡ଼ାଏ ଟଙ୍କା ସୁଧ ଘରେ ଖର୍ଚ୍ଚ ହୋଇଗଲା। ଅଭିଷେକ ଦାନ ପୁଣ୍ୟରେ ମଧ୍ୟ କିଛି ଉଡ଼ିଗଲା। ଦେଖୁ ଦେଖୁ ଭଣ୍ଡାର ଖାଲି। ଗୁଡ଼ାଏ ଟଙ୍କା କରଜ ବାରଜ ହୋଇ ଶେଷକୁ ରାଜ୍ୟ ବନ୍ଧା ପଡ଼ିଲା। ପାତ୍ର ମନ୍ତ୍ରୀ ଛାଡ଼ି ପଳେଇଗଲେ। ବର୍ତ୍ତନ ନ ପାଇ ଚାକର ବାକର ମଧ୍ୟ ନିଜ ବାଟ ଧୋଇଲେ। ଶେଷକୁ ମୁଠିଏ ଶାଗ ଭାତ, ଟୋପିଏ ପେଜ ତୋରାଣି ବି ମିଳିଲାନି। ମା ପରଦୁଆରକୁ ଯାଇ ସେରେ ପଶେ ଆଣନ୍ତି, ଫୁଟାଇ ପୁଅ ବୋହୂଙ୍କ ତୁଣ୍ଡରେ ଦିଅନ୍ତି। ତଥାପି ରାଣୀ ପୋତା ମାଲ କାଢ଼ିଲେନି। ଦିନେ ମା କହିଲେ, ଆରେ ବିଶି, ଦୈବତ ବିମୁଖ, କାହାକୁ କହିବା? ଏମିତି ଢୋକେ ପିଇ ଦଣ୍ଡେଚି ହେଇ କେତେ କାଳ ଚଳିବା? ବିପଦ କାଳକୁ ଲୋକେ ବନ୍ଧୁ ବାନ୍ଧିଥାନ୍ତି। ତୋ ଶ୍ୱଶୁର ତ ଭାରି ବଡ଼ ଲୋକ, ବୋହୂକୁ ସାଙ୍ଗରେ ଘେନି ଯା। ଝିଅ ଜୋଇଁଙ୍କ ଅବସ୍ଥା ଦେଖିଲେ ସେ ଧନ ଦରବ ଭାରତର ଅବଶ୍ୟ କିଛି ଦେବେ, ସେଥିରେ ହେଲେ କିଛି ଦିନ ଚଳିଯିବ। ବୋଉ ବାପଘର ନାଁ ଶୁଣି ଧଡ଼ପଡ଼ ହେଇ ବାହାରିଲା। ବିଶିକେଶନ କୁନ୍ଥୁ କୁନ୍ଥୁ ହେଇ ତା ପଛେ ପଛେ ଚାଲିଲେ। ମା ମନ ସମ୍ଭାଳି ହୁଏ କେତେକେ? ପୁଅ ବୋହୂ ଏତେ ବାଟ ଭୋକରେ ଯିବେ? କୋଉଠି ସାଇତିଥିଲା ପୋଷେ ଚୁଡ଼ା, ଟିପେ ଲୁଣ ଆଣି ଗାମୁଛା କାନରେ ବାନ୍ଧିଥିଲା। କହିଲା, ବାପାରେ, ବାଟରେ ଭୋକ ହେଲେ ଦିହେଁ ଏ ପୁଞ୍ଜାକ ପାଟିରେ ପକାଇ ଢୋକେ ଢୋକେ ପାଣି ପିଇଦେବ। ଉଆସ ପାଖ ହେଲାରୁ ବିଶିକେଶନ ରାଣୀକୁ କହିଲେ, ବୁଝିଲ, ଭୋକରେ ମୋ ପେଟ ଆଉଟି ପାଉଟି ହେଇଯାଉଛି। ଅନ୍ତପୁରରେ ପହଞ୍ଚିଲା କ୍ଷଣି ତିଅଣ ଥାଉ କି ନଥାଉ ଆଗ ଥାଳିଏ ଭାତ ପଠେଇଦେବ। ଦେହରେ ଜୀବ ପଶୁ, ତାପରେ ଆଉ ଯା। ରାଣୀ ହଁ କି ନା କିଛି କହିଲେନି। ସତେ କି କାନରେ ପଥର ପଡ଼ିଛି। ନଅର ହେଲା। ରାଣୀ ସିଧା ନ ଯାଇ ଚୋରା ବାଟରେ ଅନ୍ତପୁରରେ ପଶିଲେ। ଆଗେ ନିଜ କଥା କଲେ। ବାପା ମା ମଧୁଶୂଲୀଙ୍କ ସାଙ୍ଗରେ ଦୁଃଖ ସୁଖ ହେଲେ। ରାଜାଙ୍କ କଥା ଜମା ଭାବିଲେନି। ସେ ନଅରର ପାଚେରୀ କଳରେ କୁକୁର ପରି ପଡ଼ି ରହିଥାନ୍ତି। ଆଖିରେ ନିଦ ନାହିଁ। ରାଜାଙ୍କର ତ ପେଟ ପୋଡ଼ୁଛି, ନିଦ କୋଉ ଆସୁଛି? ରାଜା ଭୋକିଲା ପେଟରେ ଶୁଖିଲା ଆଖିରେ ଚାହିଁଛନ୍ତି। ରାତି ପାହିଲା। ରାଣୀ ଟିକିଏ ହେଲେ ବି ପଚାରିଲେନି। ସେଠୁ ରାଜା ନଅର ଆଗ ମୁହଁକୁ ଗଲେ। କେଜାଣି କେ ବିକଳ ପାଇ ଉଆସକୁ ଘେନିଯିବେ। ଶଙ୍କରୀ ଦାସୀ ସେଇ ବାଟେ ଗଲା। ମାଗ ତାକୁ ଦେଖି ନଣ୍ଡାଏ ଛେପ ପକାଇଦେଲା। ବୋଧହୁଏ ଗନ୍ଧେଇଲା। ରାଜାକୁ ସେ ଅବା କାହିଁକି ଚିହ୍ନିବ? ସେ ଚାହିଁଦେଇ ମୁହଁ ବୁଲେଇ ନଅର ଭିତରକୁ ପଶିଗଲା। ୟାଙ୍କର ଭେକ ଯାହା, କିଏ ବା ଚିହ୍ନିବ କାହିଁକି? ତାପରେ ଇଏ ବି ଚିହ୍ନା ଦେଉଛନ୍ତି କେମିତି? ନଅରର ବାହାର ଘର ବଡ଼ଶଳା ଛପର କରୁଥାଏ। ଏହାକୁ ଦେଖି କଟୁଆଳକୁ ଆଜ୍ଞା ଦେଲେ, ଧରି ଆଣ ସେ ଲୋକଟାକୁ, ଚାଳକୁ ନଡ଼ା ପକଉ। ରାଜା କହିଲେ, ମୋତେ ନଡ଼ା ପକେଇ ଆସେନି। ଆଜ୍ଞା ଅମାନ୍ୟ କରୁଛି ଭାବି କଟୁଆଳ 2-4 ବେତ ପିଠିରେ ବସେଇ ଦେଲା। କହିଲା, ଆରେ ମାଗି ଖାଇବା ଲୋକ ଲାଗି ଖାଇବ କୋଉଠୁ? ସଳକ ସୁନ୍ଦର ଭେଣ୍ଡିଆଟେ ହେଇଛୁ, କାମ କଲାବେଳକୁ ପ୍ରାଣ ବାହାରି ଯାଉଛି କାହିଁକି? ଯା କାମରେ ଲାଗ, ନଇଲେ ଜାଣ ତ କପାଳ ଫାଟିଲା। ରାଜା ମାଡ଼ ଭୟରେ କଷ୍ଟମଷ୍ଟେ ଚାଳକୁ ନଡ଼ା ପକାଇଲେ। ରାତି ଅଧ। ରଜା ଗୋଟିଏ ମାଗିଖିଆ ବେଶ ଧରି ଘୋଡ଼ାଶାଳ ପିଣ୍ଡା ତଳେ ବସିଥାନ୍ତି।
ଦେହରେ ଅଷ୍ଟ ଅଳଙ୍କାର ଜଳ ଜଳ ଦିଶୁଛି। ରାଣୀ ଘୋଡ଼ାଶାଳକୁ ଗଲେ। ହାତରେ ପୁରୀ, କାକରା, ନାନମାନ, ସରପୁଳି, ମିଠେଇ ଆଦି ଥାଏ। ସର ବଦଳେଇ ରାଜା ମାଗିଲେ, ସାନ୍ତାଣୀ ଏ କାଙ୍ଗାଳକୁ କିଛି ମିଳୁ। ରାଣୀ ମୁହଁ ଛାଟି ଦେଇ କହିଲେ, ମଲା, ଏଗୁଡ଼ାକ ଯୋଉଠି ଇଚ୍ଛା ସେଇଠି ପଡ଼ିଥିଲେ ରଖେଇ ଥୋଇ ଦେବେନି। ତୋରି ଲାଗି ମୁଁ ସୁବର୍ଣ୍ଣ ଥାଳି ସଜାଡ଼ି ଆଣିଛି, ମରୁ ନାହୁରି ଅଲାଜୁକ। ପଠାଣ ଘୋଡ଼ା ସହିସ ସଙ୍ଗେ ରାଣୀଙ୍କର ଭାବ। ତା ଲାଖି ଏ ପଦାର୍ଥମାନ ନେଉଥାନ୍ତି। ସହିସ ଯେମିତି ରାଣୀକି ଦେଖିଲା, ଘୋଡ଼ା କୋରଡ଼ାରେ 2-4 ବାଡ଼ି କଷିଦେଲା। କହିଲା, କାଲିଠୁ ଆସିଲୁଣୁ, ଏତେବେଳକୁ ଦେଖା ମିଳୁଛି? ରାଣୀ ଲୁହ ଗଡ଼େଇ କହିଲେ, ବାଟ ଛଲା ବାଧା, ପୁଣି ମୁଦେଇଟା ଦୁଆର ମୁହଁରେ ବସିଥିଲା, ଆସନ୍ତି କେମିତି? ଏଇ କଥାରେ ଖୁସି ହେଇ ଯାହା ଭଲ ମନ୍ଦ ଜିନିଷ ଆସିଥିଲା ସହିସ ପେଟ ପୁରି ଖାଇଲା। ହସ ଖୁସିରେ କେତେ ସମୟ କଟିଲା। ରାଣୀ କହିଲେ, ମୋ ଶ୍ୱଶୁର ଯୋଉଠି ଟଙ୍କା ସୁନା ପୋତିଛନ୍ତି ମୋତେ କହିକି ଯାଇଛନ୍ତି। ତମେ ଆଉ ସହିସ କାମ କରିବ କାହିଁକି? ଚାଲ ଏସବୁ ଖୋଳି ଘେନି ଅନ୍ୟ ଦେଶକୁ ପଳେଇ ଯିବା। ଅମକ ଅମକ ଜାଗାରେ ପୋତା ମାଲ ଅଛି। ରାତି ପାହାନ୍ତିଆକୁ ରାଣୀ ଫେରି ଆସିଲେ। ରାଜା କହିଲେ, ସାନ୍ତାଣୀ, ବଳକା ବଳକି ଯାହା ଆସି ମିଳିଯାଉ। ରାଣୀ ରାଗରେ ତା ଆଡ଼କୁ ଅଇଁଠା ପତ୍ର ଗୁଡ଼ାକ ଫିଙ୍ଗିଦେଲେ। ଜାଗୁଲୁ ଜାଙ୍ଗୁଲୁ ରାତି। ରାଜା ଘରକୁ ବାହୁଡ଼ିଲେ। ମନ ଖୁସି, ପୋତା ଧନର ଖବର ପାଇଛନ୍ତି। କେତେ ଦିନ ପରେ ପୁଅକୁ ଦେଖି ମାଆର ପାଦ ତଳେ ଲାଗିଲାନି। ଯାଇ ସୁଖେ ଦୁଃଖେ ଥିଲା ରାନ୍ଧି ଖୁଆଇଲେ। ରାଜା କହିଲେ, ଟିକେ କାହା ଘରୁ ଖଣତି ମାଗି ଆଣିବୁ। ମା ଯାଇ ଖଣତି ଆଣିଲା। ସୁନା ଇଟା ଆଉ ଗରା ଗରା ଟଙ୍କା ଦେଖି ଆଖି ଖୁସି ହେଇଗଲା। ନୂଆ ପୋଷାକ ପତ୍ର କିଣା ହେଲା। ରାଜା କରଜ ଶୁଝି ଆସିଲେ। ରାଜ୍ୟ ଫେରି ପାଇଲେ। ପାତ୍ର ମନ୍ତ୍ରୀ ଚାକର ବାକର ପୋଇଲି ପୁଣି ଫେରି ଆସିଲେ। ଆଉ ରାଜ୍ୟରେ ପୁଣି ସୁନା ଲକ୍ଷ୍ମୀ ହସିଲେ। କିନ୍ତୁ ରାଣୀ ଫେରିଲେନି। ରାଜା ଦିନେ କ'ଣ ଭାବିଲେ କେଜାଣି, ଦରଜୀକୁ କହିଲେ, ଆରେ ମୋ ଲାଗି ଗୋଟିଏ ଏମିତି ପୋଷାକ କରିଦେବୁ ଯେମିତିକି ତାକୁ ପିନ୍ଧିଲେ ଖଣ୍ଡିଆ କୋଢ଼ିଆ ପରି ଦିଶିବି। ଦରଜୀକୁ ଅପସନ୍ଦ ଲାଗିଲା। ହେଲେ ରାଜାଙ୍କ ଆଜ୍ଞା ଅବଜ୍ଞା କରିବ କି? ପୋଷାକଟି ତିଆରି କରି ଆଣିଦେଲା। ରାଜା ମନ୍ତ୍ରୀକି କହିଲେ, ମନ୍ତ୍ରୀ, କାଶୀ ବିଶ୍ୱନାଥକୁ ଦର୍ଶନ କରିବାକୁ ମୋର ମନ ବଳିଛି। ମାଆଙ୍କୁ ପଚାରି ରାଜ୍ୟ ବୁଝାସୁଝା କରିବ। ପ୍ରଜାଙ୍କୁ ପୁଅ ପରି ପାଳିବ। ମାଆକୁ କହିଲା କ୍ଷଣି ମା କହିଲେ, ହଉ ଯା, ଦିଅଁ ଦେବତା କରିବାକୁ ମନା କରିବେନି, ଏଥିରେ ମଙ୍ଗଳ ହୁଏ। ହେଲେ ତୁ ରଜା, ରାଜ ମୁରାତନରେ ଯିବୁ। କାହାଳି ବାଜିବ, ଛତ୍ର ଚାମର ସାଜିବ, ସୁନା ପାଲିଙ୍କିରେ ବସି ତୁ ଯିବୁ। ଯେମିତି ଦେଖିଲେ ଲୋକ କହିବେ, ଅମକ ଦେଶର ରଜା ଦେବଦର୍ଶନ କରି ଯାଉଛନ୍ତି। ବିଶିକେଶନ କହିଲେ, ମା, ଯାନବାହନରେ ତୀର୍ଥବ୍ରତ କରି ଗଲେ କିଛି ପୁଣ୍ୟ ନାହିଁ। ଖାଲି ପାଦରେ ଚାଲି ଚାଲି ଯିବି। ପୁଣି ଯେଉଁ ଠାକୁରଙ୍କ ଦୟାରୁ ରାଜ୍ୟ ଫେରି ପାଇଛି ତାଙ୍କ ପାଖକୁ ଏହିପରି ଯିବାକୁ ମନ ଡାକୁନି। କାହାକୁ ସାଙ୍ଗରେ ନ ନେଇ ଏକୁଟିଆ ଯିବି। ସେଦିନ ରାତିରେ ରଜା ବାହାରି ଗଲେ। କୁରୁତାଟି ପିନ୍ଧି ଗୋଟିଏ କାହୁଁ ଅଇଲା ମାଗନ୍ତା ପରି ଦିଶିଲେ। ଛେଲୁଆ ଖଣ୍ଡିଏ ଧରି ଦ୍ୱାରେ ଦ୍ୱାରେ ମାଗିଲେ। ଯେ ଖାଇବାକୁ ଦେଲା କହିଲେ, ମୋର ତ ହାତ ଗୋଡ଼ ନାହିଁ, ମୋତେ ଖୁଆଇ ଦିଅ। ଯେ ଦେଖିଲା ନାକ ଟେକିଲା। ନ ହେଉ ପଛକେ ପୁଣ୍ୟ, ଏ ଅସନାଟାକୁ ଖୁଆଇବ କି? ଖଣ୍ଡିଆ ଭୋକରେ ଆଉଟୁ ପାଉଟୁ ହୋଇ ଦିନେ ପଣ୍ଡିତଙ୍କ ଦୁଆରେ ପହଞ୍ଚିଲା। ପଣ୍ଡିତ ଖାଲି ପାଠୁଆ ନୁହନ୍ତି, ଜଣେ ମଣିଷ ଭଳିଆ ମଣିଷ। ସେ ବିଶ୍ୱାସ କରନ୍ତି ସବୁ ଘଟରେ ନାରାୟଣ ଅଛନ୍ତି। ଦୁଃଖୀ ରଙ୍କୀ ରୋଗୀଙ୍କ ସେବା କରିବାରେ ତାଙ୍କ ପରି ଆଉ କେହି ନାହିଁ। ପଣ୍ଡିତ ଖଣ୍ଡିଆକୁ ହାତରେ ଖୁଆଇଲେ। ପୁଅ ଭାର୍ଯ୍ୟା ଚିଡ଼ଚିଡ଼ି ହେଉଥାନ୍ତି। କୁଆଡ଼ୁ ଯେତେକ ଅସନା ଅବର୍ଜା ମୋଡ଼ା ଗୋଟେଇ ଆଣୁଛନ୍ତି, ଏ ଘରେ ଆଉ ରହିହେବ ନାହିଁ। ପଣ୍ଡିତ ଖଣ୍ଡିଆ କୋଢ଼ିଆର ସେବା କରୁଛନ୍ତି, ଏକଥା ଚାରିଆଡ଼େ ପ୍ରକଟ ହେଇଗଲା। ଜେମା ଭାବିଲେ, ଏ ଖଣ୍ଡିଆର କିଛି ମହିମା ଅଛି, ନହେଲେ ପଣ୍ଡିତ ଏଡ଼େ ଜାଣିବା ଶୁଣିବା ଲୋକ ହୋଇ ତାର ସେବା କରୁଥାନ୍ତେ କାହିଁକି? ସେ ଖଣ୍ଡିଆକୁ ଡକାଇଲେ। ପଣ୍ଡିତ ଖବର ଦେଲେ, ଖଣ୍ଡିଆ ଘଡ଼ିକେ ପାହୁଣ୍ଡି ଯାଏ। ଜେମା କହିଲେ, ଯେମିତି ହେଉ ତାକୁ ଆମ ବଗିଚାରେ ପହଞ୍ଚେଇ ଦିଅ। ତହିଁଆର ଦିନ ଜେମା ବେଣ୍ଟ ପୋଖରୀକି ଗାଧେଇ ଗଲାବେଳକୁ ଖଣ୍ଡିଆ ବାଟରେ ପଡ଼ିଛି। ଜେମା ଘଡ଼ିଏ ଛିଡ଼ା ହୋଇ କହିଲେ, ଆହା, ବିଚାରୀଟି କେତେ କଷ୍ଟ ପାଉଛି। ସେ କାହାର କ'ଣ କରିଛି ଯେ ବିଧାତା ତାକୁ ଏତେ ଦୁଃଖ ଦେଉଛି?
ଦାସୀମାନେ କହିଲେ, ଜେମା ମଣିମା, ମାଜଣା ବଳ ଆଖର ହେଇଯାଉଛି, ରାଣୀମା ଗାଳି ଦେବେ। ଜେମା କହିଲେ, ହେ ଖଣ୍ଡିଆ, ବାଟରୁ ପାଖା, ଆମେ ଗାଧେଇ ଯିବୁ। ଖଣ୍ଡିଆ କହିଲା, ମୁଁ ତ ଉଠି ପାରୁନି, ମୋତେ ଆଡ଼େଇ ଦେଇ ଯାଅ। ଜେମା ନିଜ ହାତରେ କେମିତି ଖଣ୍ଡିଆଟାକୁ ଆଡ଼େଇବେ? ଦାସୀ ତ ନାକରେ ହାତ ଦେଇ ଖଣ୍ଡେ ଦୂରରେ ରହିଛନ୍ତି। ଜେମା ଡେରି କରୁଥିବା ଦେଖି ଜଣେ ଦାସୀ କହିଲା, ମଲା ମଲା ମଲା, ଖଣ୍ଡିଆଟା ତ କେଉଁ ମାନହାନି ହେଇଯାଉଛି। ଜେମା ମଣିମା, ସେଇଟାକୁ ଡେଇଁ କରି ଆସ। ଏମିତି ଭାବେ ଚିଇଁଲା ଆଉ ମଲା ମଣିଷ ଭିତରେ କିଛି ତଫାତ୍ ନାହିଁ ମ। ଜେମା ଜିଭ କାମୁଡ଼ି ପକାଇ କହିଲେ, ମଣିଷ ସାକ୍ଷାତ ନାରାୟଣ ପୁରୁଷ, ତାକୁ ଡେଇଁ କରି ଗଲେ ତିନି ପୁରରେ ବାସ ଅଛି। ଦାସୀ ଯାଇ ରାଣୀମାକୁ ଜଣା କଲା। ରାଣୀ କହିଲେ, ସେ କ'ଣ ମୋର ଜୋଇଁ ଯେ ଡେଇଁ ଗଲେ ମାରା ହେଇଯାଉଛି? ଜେମା କହିଲେ, ମା ଯେ ଏଇଆ କହିଲା, ଏଇ ଖଣ୍ଡିଆ ତେବେ ମୋର ସ୍ୱାମୀ ହଉ, ଦୁଃଖୀ ରଙ୍କି କାଙ୍ଗାଳଙ୍କ ସେବା ମୋର କାମ ହେଉ। ଯିଏ ଶୁଣିଲା କାନରେ ହାତ ଥିଲା, କହିଲା, ଜେମାଙ୍କର କିଛି ବୁଦ୍ଧି ସୁଦ୍ଧି ନାହିଁ। କେଡ଼େ ସୁନ୍ଦର ସପନ ରାଜ୍ୟର ରାଜକୁମାର ଆସିଥାନ୍ତା, କେତେ ବାଜା ବାଜିଥାନ୍ତା, ପ୍ରଜା ପାଟକ ଯେତେ ଖାଇଥାନ୍ତେ ସେତେ ବୋହିଥାନ୍ତେ, ଏବେ ଗୋଟେ ଅଳିଆ ଟୋକେଇକି ବାହା ହେବେ? ଜେମାଙ୍କ ବଚନ ପଥରକାର। ଏକା ଜିଦ୍ ଧରି ବସିଲେ, ମୁଁ ସେଇଆକୁ ବାହା ନହେଲେ ପ୍ରାଣ ହରେଇ ଦେବି। ପାଇକ ଖଣ୍ଡିଆକୁ ଟେକି ନେଇ ବେଦିରେ ବସେଇଥିଲେ। ବାଜା ବାଜିଲାନି କି ବାଣ ବି ଫୁଟିଲାନି। କାହା ମନରେ ସୁଖ ଅଛି ଯେ ଏସବୁ କରିବ? ଖାଲି ନାଁଟାକୁ ବାହାଘରଟା ହେଇଗଲା। ଝିଅ ଜୋଇଁଙ୍କ ଲାଗି ଦୂରରେ ଗୋଟିଏ ଉଆସ ତିଆରି ହେଲା। ପ୍ରତିଦିନ ସେଇ ନୂଆ ନହରକୁ ଜଣେ କଣା ଭଣ୍ଡାରୀ ଯାଏ, ସଞ୍ଚା ନେଇ ଦେଇ ଆସେ। ଜୋଇଁ ସବୁ କଥା ଭଲ ମଣିଷ ପରି କହୁଥାନ୍ତି, ବାହାରୁ ଦେଖିଲେ ଯାହା ଖଣ୍ଡିଆ ପରି ଦିଶନ୍ତି। କଣା ଭଣ୍ଡାରୀ ଦିନେ ସଞ୍ଚା ନେଇ ଯାଇ ଦେଖିଲା, ବାହାରୁ ଦୁଆର ବନ୍ଦ। ଜଳକପାଟ ବାଟେ ଚାହିଁ ଦେଖିଲା, ଜଣେ ସୁନ୍ଦର ପୁରୁଷ ଜେମାଙ୍କ ସଙ୍ଗେ ପଶା ଖେଳୁଛନ୍ତି। ସେ ଫେରିଯାଇ ରାଜାଙ୍କୁ ଜଣେଇଲା, ମହାରାଜ, ଛାମୁକୁ ଜୋଇ ଏଡ଼େ ସୁନ୍ଦର। ରଜା ଆଖିକି ଲାଲ କରି କହିଲେ, ଆରେ କିଏ ଅଛ ରେ? ଲଗେଇ ବଟେ ଦି ଚାରି ପାହାର, ୟା ମୁଣ୍ଡ ବିଗିଡ଼ି ଯାଇଛି, ପିଠି କୁଣ୍ଡେଇ ହେଉଛି, ଇଏ ଫେର ମୋତେ ପରିହାସ କରୁଛି। ଭଣ୍ଡାରୀ ପିଠିରେ ପାହାର ବସିଲା। ପୁଣି ସେଦିନ ସେହିପରି କହିଲା। ମାଡ଼ ଖାଇଲା। ତହିଁଆର ଦିନ ଯେତେବେଳେ କହିଲା, ରାଜା ବିଚାରିଲେ, ଭଣ୍ଡାରୀଟା ନୀତି ନୀତି ମାଡ଼ ଖାଉଛି, ବାରମ୍ବାର ସେ ସେହି କଥା ଆସି କହୁଛି କାହିଁକି? ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି। କହିଲେ, ଆଚ୍ଛା, ଦେଖାଇ ପାରିବୁ? ଭଣ୍ଡାରୀ କହିଲା, ଆଜ୍ଞା, ହଁ। ଦୁହେଁ ଜ୍ୱାଇଁଙ୍କ ନଅରକୁ ଗଲେ। ରଜା ଜଳକବାଟ ଚାହିଁ ଦେଖିଲେ, ଦିବ୍ୟ ସୁନ୍ଦର ଯୁବକ। ଭଣ୍ଡାରୀ ଯାହା କହୁଥିଲା ଠିକ୍। ରଜା ଖୁସି ମନରେ ଭିତରକୁ ଯାଇ ଜ୍ୱାଇଁଙ୍କୁ ଆନନ୍ଦରେ କୁଣ୍ଢେଇ ପକାଇଲେ। ବୁଝୁ ବୁଝୁ ସେ ଅମୁକ ଦେଶର ରାଜା। ମନ ପରଖି ବାହା ହେବା ଲାଗି ଏତେ ନାଟ କରିଛନ୍ତି, ଏତେ ଦୁଃଖ ସହିଛନ୍ତି। ରାଜା ବହୁତ ଆଦର ଗୌରବ କଲେ, ଭୋଜି ଭାତ କରି ରାଜ୍ୟ ଲୋକଙ୍କୁ ଖୁଆଇଲେ। ଏମିତି କେତେ କାଳ ମଉଜରେ କଟିଗଲା। ଦିନେ ବିଶିକେଶନ ଶ୍ୱଶୁରଙ୍କୁ କହିଲେ, ରାଜ୍ୟ ଖବର କିଛି ଜାଣିପାରୁନାହିଁ। ମା ଚାହିଁ ବସିଥିବେ, ଏବେ ମୁଁ ବାହୁଡ଼ି ଯିବି। ଭାର ଥୋର ଯୌତୁକ କୋଷେ ଯାଏ ଲମ୍ବିଲା। ରାଜା ପଟୁଆରରେ ନିଜ ରାଜ୍ୟକୁ ଫେରିଗଲେ। ମା ମନ କୁଣ୍ଢେ ମୋଟ ମହା ଆନନ୍ଦରେ ପୁଅ ବୋହୂଙ୍କୁ ଘରକୁ ନେଲେ। କେତେ କାଳ ପରେ ଦିନେ ମା କହିଲେ, ହଇରେ ବିଶି, ବଡ଼ ବୋହୂକୁ ଘରକୁ ଆଣିବୁନି କି? କେତେ କାଳ ସେ ଆଉ ବାପ ଘରେ ରହିବ? ଏ କଥାକୁ ରାଜା ମୋଟେ ଶୁଣୁନଥାନ୍ତି। ଦିନେ ମା ଭାରି ରାଗିବାରେ କହିଲେ, ଆଚ୍ଛା, ଆଜି ସୁଆରୀ ଗଉଡ଼ ପଠେଇ ଘେନି ଆସିବି। ବଡ଼ ରାଣୀ ଆସିଲେ, ଘର ଚଳପ୍ରଚଳ ହେଲେ, ସତେ ଯେମିତି କିଛି ଘଟିନି। ରାଜା ଖାଲି ବାହାର ଦେଖାଣିଆ କଥାଭାଷା କରୁଥାନ୍ତି, ମନ ଯାଏ କୋଉଠି। ଦିନେ ନୂଆ ରାଣୀ କହିଲେ, ଜହ୍ନ ପଡ଼ିଛି, ଚାଲ ଉଆସ ଛାତ ଉପରକୁ ଯିବା। ରାଜା କହିଲେ, ଦୁହେଁ ବିଛଣା ପକାଅ, ମୁଁ ଯାଉଛି। ଦୁଇ ରାଣୀ ବିଛଣା ପକାଇଲେ। ରାଜା ବିଜେ କଲେ, ଗୋଟେ କଥା କୁହ। ରାଜା କହିଲେ, ସୁଖ କହିବି କି ଦୁଃଖ କହିବି, ନା ଯାହା ଅଙ୍ଗି ନିଭେଇଛି ତାହା କହିବି? ସାନ ରାଣୀ କହିଲେ, ନାଇଁ, ଅଙ୍ଗି ନିଭା କଥା କୁହ। ରାଜା ଆରମ୍ଭ କଲେ, ଜଣେ ରାଜା, ତାଙ୍କର ଗୋଟିଏ ବୋଲି ରାଣୀ। ରାଜା ତାଙ୍କୁ ଭାରି ଭଲ ପାଉଥିଲେ। ତାର ରୂପଟି ସୁନ୍ଦର, କିନ୍ତୁ ଗୁଣଟି ପିତା।
ଭାଗ୍ୟ ଦୋଷରୁ ରାଜା ଦୁଃଖ ପାଇଗଲେ। ରାଣୀ ଟଙ୍କା ସୁନା କେଉଁଠି ପୋତା ହେଇଛି ଜାଣିଥିଲେ ମଧ୍ୟ କହିଲେନି। ରାଜାଙ୍କ ମା ଧାନ କୁଟିଲେ, ରଜା ଛିଣ୍ଡା ପିଟିଲେ। ଶେଷକୁ ରାଣୀକୁ ସଙ୍ଗରେ ନେଇ କିଛି ଆଶାରେ ଶ୍ୱଶୁର ଘରକୁ ଗଲେ। ସେଠି ରାଣୀ ଯାହା କଲେ ବଡ଼ ରାଣୀ ବୁଝିଗଲେ ଏ ତାଙ୍କରି କଥା। ଛାତି କରତି ହୋଇଗଲା। ସେ ହୀରାମୁଦି ଶୋଷି ପ୍ରାଣ ହରାଇଲେ। ରାଜା ସାନା ରାଣୀକି ନେଇ ରାଜ୍ୟ ଶାସନ କଲେ। Twinkle, twinkle, little star, we are all very